ଜୟ ଜଗନ୍ନାଥ। ଦେଖନ୍ତୁ ଆଜ୍ଞା, କାଲି ଏଇଠି ମୁଁ ଭିଡ଼ିଓ କରିଥିଲି। ଦେଖନ୍ତୁ ଏଇ ଜାଗା, ଦେଖନ୍ତୁ ଅଛନ୍ତି। ବହୁତ ଦୁଃଖ ଲାଗିଥିଲା, ମୋର ବହୁତ ଜ୍ୱର ହେଲା କାଲି, ବହୁତ ଏତେ ଜୋରେ ଜ୍ୱର ହେଲା ଯେ ମୁଁ ଗାଡ଼ି ଚଲେଇକି ଯାଇପାରିଲିନି। ମୋ ଦେହ ପୁରା ଥରିଲା। ମୁଁ ଭାବିଲି ଜଗନ୍ନାଥଙ୍କୁ ଛୁଇଁ ଦେଉଛି ବୋଲି କ'ଣ ମୋର ଏମିତି ଜ୍ୱର ହେଲା। ବହୁତ ମନରେ ବହୁତ ଇଏ ଆସିଲା। ତାପରେ ମୁଁ ଘରକୁ ଗଲି, ଗାଡ଼ି ଚଲେଇ ଚଲେଇ ଗଲି। ସେଥିରେ ହେଲା ପରେ ମୁଁ କହିଲି କାଲି ତ ଆହୁରି ଆମର ଅଛି, ନାମ ଅଛି, ସଂକୀର୍ତ୍ତନ ଅଛି, କେମିତି ଆହୁରି ପୁଣି ଦେଖେଇବି। କିନ୍ତୁ ସେଇପଟେ ମୁଁ ଆସିଲା ବେଳେ ଠାକୁରଙ୍କୁ ମୁଣ୍ଡିଆ ମାରିକି ଆଇଲି। ମୁଁ କହିଲି ମୋର କାଲି ଆହୁରି ନାମ ସଂକୀର୍ତ୍ତନ ଅଛି, କାଲି ବି ନାଚ ଅଛି, ଏମିତି ଦେଖେଇବି। ମୋ ଦେହ ଟିକେ ଭଲ କରିଦେବେ। ସାର୍ଙ୍କୁ ଫୋନ୍ କଲି, ମୁଁ କହିଲି ସାର୍ ମୋ ପାଇଁ 2ଟା ଟାବଲେଟ୍ ରଖିଥିବେ। ସାର୍ଙ୍କୁ ବି ବହୁତ ଟିକେ ଜଣା ଅଛି ମେଡ଼ିସିନ୍ ବିଷୟରେ। ଯେଉଁ 4ଟା ଟାବଲେଟ୍ ମୋତେ ଦେଇଥିଲେ, ତାପରେ ମୋର ବି ବହୁତ ଦେହ ଭଲ ଲାଗିଲା। ଭଲ ହେଲା ପରେ ମୁଁ ବି ନିଜେ ବି ଅନୁଭବ କରିଛି, ଅନୁଭୂତି କଥା କହୁଛି ମୁଁ ଆପଣମାନଙ୍କୁ। ମୁଁ ଯେତେବେଳେ ଶୋଇଥିଲି, ସତରେ ଏ ଠାକୁରମାନେ ମୋ ପାଖକୁ ଯାଇଛନ୍ତି, ମୋ ପାଖରେ ବସିଛନ୍ତି। ମୁଁ ସଦାବେଳେ ଭାବେ ଜଗନ୍ନାଥଙ୍କୁ ଯେଉଁ ପଣ୍ଡାମାନେ ପୂଜା କରୁଛନ୍ତି, ସେମାନେ ସଦାବେଳେ ତାଙ୍କ ପାଖରେ ରହିଲେ ବୋଲି ସେମାନେ ସ୍ୱପ୍ନ ଦେଖୁଛନ୍ତି। ପ୍ରକୃତରେ ମୁଁ ସଦାବେଳେ ତମର ଭିଡ଼ିଓ ମୁଁ କରୁଛି ବୋଲି ମୁଁ ଦେଖିଲି ଜଗନ୍ନାଥ ଆମ ପୁରୀ ଜଗନ୍ନାଥ ନୁହଁ। ମୁଁ ଯେଉଁଠି ଭିଡ଼ିଓ କରୁଥିଲି ସେଇ ଜଗନ୍ନାଥ ତମ ପାଖରେ ଆସି ବସୁଛନ୍ତି। ତାଙ୍କ ମୁହଁରେ ଦେଖାଯାଉଥାଏ। ମୋତେ ରାତିରେ ଜଣେ କୃଷ୍ଣ ମୁଁ କହିଲି ମୋ ବୋଉ ନାହିଁ, କିଏ ଘଷିଦବ ମୋତେ। ତାପରେ ମୁଁ ଯେତେବେଳେ ଦେଖିଲି ଜଣେ କୃଷ୍ଣ ଆସିକି ମୋ ଛାତି ଚାହୁଁଛନ୍ତି, ଜଗନ୍ନାଥ ମୂର୍ତ୍ତି ମୋ ପାଖରେ ମୂର୍ତ୍ତି ଆଗ ବସୁଛନ୍ତି। ଗୋଟେ ପିଲାଟା ଆଜ୍ଞା ମୋ ପାଖରେ ରହୁଥିଲା ବର୍ଷେ ହେଲା। ସେ ପିଲାଟା କଥା ବି ମନେ ପଡ଼ିଲା ଦୁଃଖ ବେଳରେ। ମୁଁ କହିଲି ସେ ପିଲାଟା ମୋ ପାଖରୁ ପଳେଇଲାଣି, କିନ୍ତୁ ମୋର ମନେ ପଡ଼େ ଆଜ୍ଞା। ଗୋଟେ ଶୁଆଟା ରଖିଥିବ, ଶୁଆଟା ଯଦି ଉଡ଼ି ଯାଉଛି ଆପଣଙ୍କର ମନ ଦୁଃଖ ହେଉଛି ନା। କିନ୍ତୁ ସେ ପିଲାଟି ପଳେଇଲା ଯେତେବେଳେ ମୋ ପାଖରେ, ମୋ ମନ ବହୁତ ଦୁଃଖ ହୁଏ। ଯେତେବେଳେ ମନେ ପଡ଼େ ତାକୁ ବି ଭଗବାନ ଜଗନ୍ନାଥ ଭଲରେ ରଖିଥାନ୍ତୁ। ସେ ଯେଉଁଠି ଥାଉ ବହୁତ ଭଲରେ ଥାଉ। ଭଗବାନଙ୍କୁ ମୁଁ ଡାକୁଛି, ମୁଁ ବି ଯେତିକି ରୋଜଗାର କରିବି ତା ପାଇଁ 2000 ଟଙ୍କା ଲେଖେ ସବୁ ମାସରେ ବି ରଖିବି। ସେ ଅବଶ୍ୟ ନେଇପାରୁ ନ ନେଇପାରୁ ସେଇଟା ଅଲଗା କଥା, କିନ୍ତୁ ମୁଁ 2 ମାସ କାମ କରୁଛି, ତାର 4000 ଟଙ୍କା ମୁଁ ରଖିଛି। ସେ ବି ଚାହିଁଲେ ତା ପଇସା ସିଏ ଯେତେବେଳେ ମୋତେ ଡାକିବ, ମୋତେ ବାବା ବାବା ଡାକେ, ଯେତେବେଳେ ଚାହିଁବ ତାର ମୁଁ ଯେତିକି ମାସ କାମ କରିବି, ଯେତେ ଯେଉଁ ପଇସା ନେବି ରୋଜଗାର କଲେ ନିର୍ଦ୍ଧାରିତ ତାକୁ 2000 ଟଙ୍କା ଦେବି। ସିଏ ବି ମୋତେ ଏଇ ଜିନିଷ ଗୁଡ଼ା ବତେଇଥିଲା ସବୁ, ନାଇଁ ଅଟୋଟି କିଣିବା, କାମ କରିବା। ପଳେଇଲା ବୋଲି ମୋର ମନ ଦୁଃଖ ବହୁତ। ଯାଉ ତା ବାପା ମାଆ ପାଖରେ ରହିଲେ ବହୁତ ଭଲ। ମୋତେ ରହୁ, ଯିଏ ତା ବାପା ମାଆଙ୍କଠୁ ଛଡ଼େଇବାଟା ବହୁତ ଭଲ ନୁହେଁ। ମୁଁ ପଛେ ଦୁଃଖ କଷ୍ଟରେ ରହିବି, ସେ ରହୁ ଭଲରେ, ମୋର କିଛି ତାକୁ ଆଣିବା ଦରକାର ନାହିଁ। କିନ୍ତୁ ସେ ବଡ଼ ହେଲେ ନିର୍ଦ୍ଧାର୍ଯ୍ୟ ମୁଁ ତା ପଇସା ତାକୁ ରିଟର୍ଣ୍ଣ କରେଇବି। ତା ସବୁ ଜିନିଷ ବି ମୁଁ ରଖିଛି, ନିଜେ ସବୁ ଦାୟିତ୍ୱରେ ରଖିଛି। ତାର ପ୍ୟାଣ୍ଟ ସାର୍ଟ ସବୁ ରଖିଛି। ସେ ପିଲା ବି ଭଗବାନ ତାକୁ ଭଲରେ ରଖିଥାନ୍ତୁ, ଆନନ୍ଦରେ। କାଲି ଯେତେବେଳେ ମୋର ଜ୍ୱର ହେଲା ବହୁତ ଜୋରେ କାନ୍ଦିଲି ବହୁତ, କିନ୍ତୁ ଏଇ ଠାକୁର ସେମାନେ ଯାଇକି ବସିଛନ୍ତି, ମୋତେ ଆଉଁସି ଦେଉଛନ୍ତି। ମୋର ବି ଜ୍ୱର ବହୁତ ଭଲ ହେଇଯାଇଛି। ସକାଳୁ ଉଠିଲେ ମୋତେ ବାବା ଭାଇମାନେ ମୋର ଫୋନ୍ କରି କହୁଛନ୍ତି, ତମେ ବାବା କାହିଁ କାନ୍ଦୁଛ, ଆଉ ତମ ଦୁଃଖରେ ଆମକୁ ଦେଇଦିଅ, ସୁଖରେ ଆମକୁ ଯାଅ। ନା ନା, ତମେମାନେ ବହୁତ ଭଲରେ ରୁହନ୍ତୁ। ମୋର ଯେତେ ଭକ୍ତମାନେ ସମସ୍ତେ ବହୁତ ଭଲରେ ରୁହନ୍ତୁ, ତାଙ୍କୁ ଭଗବାନ ବହୁତ ଭଲରେ ରଖନ୍ତୁ। ମୋର ସେଇଟା ହେଲା ଖୁସି। ବହୁତ ଭଲରେ ଭଗବାନ ରଖିଥାନ୍ତୁ ତାଙ୍କୁ। ଆଉ ମୁଁ କାନ୍ଦୁଛି ବୋଲି ଆପଣମାନେ କିଛି ମନ ଦୁଃଖ କରିବେନି। ମୋର ଆପଣମାନଙ୍କର କଥା ସବୁ ମନେ ପଡ଼େ, ଭକ୍ତମାନଙ୍କର କଥା ମନେ ପଡ଼େ, ଜଗନ୍ନାଥଙ୍କ କଥା ମନେ ପଡ଼େ।
ମୋତେ ବି ସେଇ କାଲି ମୋ ପାଖରେ ଯାଇକି ଭଲ କରିଦେଇଛନ୍ତି। ମୋ ଦେହ ମୁଁ ସକାଳୁ ଉଠିକି ପୁଣି ସେ ଜଗନ୍ନାଥଙ୍କୁ ପଳେଇ ଆଇଛି। ମୁଁ ରହୁଛି ଦିଗପହଣ୍ଡିରୁ କେତେ ଦୂର ହେଲାଣି, ତେବେ ମୁଁ ସକାଳୁ ଉଠିକି ନାଇଁ ମୁଁ ଆଗେ ଯାଏ ସେ ମନ୍ଦିରକୁ। ସକାଳୁ ସକାଳୁ ଉଠିଲି, ଟାବଲେଟ୍ 2ଟା ଖାଇଲି, ସାର୍ ଆଣିକି ଦେଇଥିଲେ। ଏ ସାର୍ ବି ବହୁତ ଭଲ। ମୁଁ ନାଇଁ ମୁଁ ଆଗେ କାଳିଆକୁ ଦେଖିକି ଆସିକି ଏଇଠି ଦର୍ଶନ କଲି। ମୁଁ କହିଲି କାହିଁ ଏମିତି ହଇରାଣ କରୁଛୁ ତୁ, ଭଲରେ ରଖେ ମୋତେ। ତାଙ୍କୁ ଭକ୍ତମାନଙ୍କୁ ମୋର ବହୁତ ଭଲରେ ରଖୁଛି ଆଜ୍ଞା। ଜୟ ଜଗନ୍ନାଥ। ମନ ଦୁଃଖ କେହି କରିବେନି, ମୁଁ ବହୁତ ଖୁସିରେ ଅଛି। ଆପଣମାନେ ବହୁତ ଖୁସିରେ ରୁହନ୍ତୁ, କେବେ ମନ ଦୁଃଖ କରିବେନି। ଯଦି ପାରୁଛନ୍ତି ମୋତେ ଫୋନ୍ କରନ୍ତୁ, ଫୋନ୍ କଲେ ମୋତେ ବହୁତ ଆନନ୍ଦ ଲାଗିବ, ମୁଁ କଥା ହେବି। କିଛି ଅସୁବିଧା ନାହିଁ। ମୋର ପ୍ରବଳ ଜୋର ଜ୍ୱର ହେଉଥିଲା କାଲି ରାତିରେ, ମୁଁ ଗାଡ଼ି ଚଲେଇକି ଯାଇପାରୁନଥିଲି। ତମମାନଙ୍କ ଆଶୀର୍ବାଦରୁ ମୋ ଜ୍ୱର ବି ସକାଳୁ ଭଲ ହେଇଯାଇଛି। ମୁଁ ଏଇଠି ମନ୍ଦିର ଆସିଛି, ସେ ଠାକୁରଙ୍କ ପାଖକୁ ପୁଣି ଦର୍ଶନ କଲି। ସେ ବାବାମାନେ ବି ସବୁ ମୁଣ୍ଡିଆ ମାରୁଛନ୍ତି। କହିଲେ ତମେ ସବୁ ବ୍ରାହ୍ମଣ ଲୋକ ମୋତେ କାହିଁକି ନମସ୍କାର ହେଉଛ? ମୋ ବୋଉ ମନା କରିଥିଲା କେବେ କାହାକୁ କହିବୁନି ମୁଣ୍ଡିଆ ମାରିବା ପାଇଁ, ମୁଁ କ'ଣ କରିବି? ସେମାନେ ମୋତେ ମାରିଦେଉଛନ୍ତି, ମୁଁ ତାଙ୍କୁ କହୁନି, କିନ୍ତୁ ମୁଁ କପଡ଼ା ପିନ୍ଧିଛି ବୋଲି ଆଜ୍ଞା ସେମାନେ ମୋତେ ମାରିଦେଉଛନ୍ତି। ବାବା ବୋଲି ମାରନ୍ତୁ, କିଛି କଥା ନାହିଁ। ସେ ଠାକୁରଙ୍କୁ ମାରୁଛନ୍ତି ନା ମୋତେ ମାରୁଛନ୍ତି ଆଜ୍ଞା। ମୋ ବୋଉ କିନ୍ତୁ ମନା କରିଥିଲା ଯେ କେବେ କାଠୁ ଇଏ କରି, ମୁଁ କହିଲି ସେ ଯୋଉ କ'ଣ ମୋ ଜ୍ୱର ହେଲା, କିନ୍ତୁ ଜଗନ୍ନାଥ ମୋ ଜ୍ୱର ଭଲ କରିଦେଇଛନ୍ତି। ମୁଁ ବି ଆସିଛି। ଆପଣମାନେ ବହୁତ ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ। ରଖୁଛି ଆଜ୍ଞା।